ଆସି ପରେ ପଡିଛି ଗୋଟେ ମସ୍ତ ମଟନ ବାର, କିନ୍ତୁ ଏଇ ରଜ ପାଗଟା ସୁନାମୀ ପାଗରେ ପରିଣତ ହେଇଯିବ ବୋଲି କେବେ ଭାବି ନଥିଲି। ଭାବିଥିଲି ରଜରେ ଘରକୁ ଯାଇ ଭଲ ମଜା କରିବି, ଆଉ କଣ ମଜା କରିବି, ଏଇ ବର୍ଷ ମୋର ଭଲସେ ମଜା ନଉଛି। ଏଇ ଧୂଳିସାତ ବର୍ଷରେ ମଟନ ମିଳିବ ନା ନାହିଁ ତାର ଗ୍ୟାରେଣ୍ଟି ନାହିଁ, କିନ୍ତୁ ମୋ ମା ଆଡଭାନ୍ସ ରେ ମଟନ ପ୍ରିପାରେସନ ପାଇଁ ଜୋରସୋରରେ ଲାଗି ପଡିଛି। ଆଉ ବାଲକୋନି କୁ ଯାଇ ଦୁଇ ଭଉଣୀ ମିଶି ରାମ୍ପୱାକ କରୁଥିବା ବେଳେ ମୋ ବିଲେଇ ଆଖିଟା ହଠାତ୍ ପଡିଲା ମଉସା ଆଉ ଭାଇ ଉପରେ। ହେଁ, ଏତେ ଖୁସି କଣ? ମଟନ ଟା ମିଳିଯାଇଛି ବୋଧେ। ଆରେ ହଁ, ଏକ୍ଜାକ୍ଟଲି, ଏଇ ସୁନାମୀ ପାଗରେ ଫାଇନାଲି ମଟନ ଟା ମିଳିଯାଇଛି। ଆଉ ଯୋଉଠି ମଉସା ଥିବେ ସେଇଠି ପୁଣି ପ୍ଲାନ ଫ୍ଲପ ମାରିବ? ଇମ୍ପସିବଲ। ଆଉ ମୁଁ ଗୋଟେ ପ୍ରାଣୀ, ମତେ ଖାଇବା ଶୋଇବା ବୁଲିବା ଛଡା କିଛି ଆସେନି। ବଟ୍ ଆଜି ମଟନ ରେସିପି ଶିଖିବା ଚକରେ ଯାଇ ପହଞ୍ଚିଲି ଆମ ଘରର ମଟନ ସ୍ପେଶାଲିଷ୍ଟ ମୋ ମା ପାଖରେ। କିନ୍ତୁ ଯୋଉଠି ମୁଁ ଥିବି ମଟନ ଜାଗାରେ, ଆଉ ମୁଁ ମୋ ଜାଗାରେ। ଫାଇନାଲି ରେଡି ହେଇଗଲା ମୋ ମାର ହାତ ତିଆରି ମଟନ। ଆଉ ମୋ ଧନକୁ ଖବର ଦଉ ଦଉ ଏପଟେ ହାଜିର ହେଇଯାଇଛନ୍ତି ମୋର ଗୋଟେ ବୋଲି ଜାନେ ମନ। ତ ଜମା ଆଉ ବିଳମ୍ବ ନ କରି ବସି ପଡିଲୁ ସମସ୍ତେ ଲଞ୍ଚ କରିବାକୁ। ଏବଂ ମଟନ ରିଭ୍ୟୁ ନେଇ ପଚାରିଲା ବେଳକୁ ପ୍ରଶଂସାରେ ମାକୁ ପୁରା ପୁତି ପକେଇଲେ। ଆଉ ଏ ବର୍ଷା ପାଗକୁ ମସ୍ତ ମଟନର ମଜା ନେଲା ପରେ ତା ପରର ସିନ୍ ଦେଖିବାକୁ ଚାହିଁବେନି? ଆସନ୍ତୁ ଦେଖଉଛି। ମୁଁ ଆଉ କାଇଁ ବାକି ରହିବି? ମୁଁ ବି ମୋ ଆଖି ଦିଟାକୁ କଷ୍ଟ ଦେଇ ପାରିବିନି। ତ ସାଙ୍ଗମାନେ ଆଜି ପାଇଁ ଏଇଠି ରହିଲି। ଭିଡିଓ ଭଲ ଲାଗିଲେ ସବସ୍କ୍ରାଇବ କରିବେ। ବାଏ।